ॐ नमो भगवते वासुदेवाय। वसुदेवं सुतं देव कंसचाणूरमर्दनं देवकी परमानंद कृष्ण वंदे जगद्गुरु। जय श्री कृष्ण, जय राधाराणी। जगतर कर्ता परमेश्वर परम पिता जगदीश्वर कृष्णचंद्र एवं माँ राधाराणी को चरणारविंदरे अनंत अनंत कोटि प्रणिपात पूर्वक प्रवीर तराई यूट्यूब चैनल को श्रवण करुवा मोर समस्त श्रोता मंडली को चरणारविंदरे अनंत अनंत कोटि प्रणिपात। सन्थ कथा मन को आसे। हमें सन्थ प्रकृति रे सन्थ क्या कहुए? घर द्वार छाड़ी चिता चैतन्य काटी गेरु वस्त्र परिधान करी भिक्षावृत्ति करी अथवा जंगल रे तपस्या कले जे सन्थ हो जाए ता नुहे। सन्थर स्वभाव ही मनोभक्ति रे रहिबा दरकार। ये गृह मध्य संसार मध्य थाई मध्य मनुष्य सन्थ हो पारे। सिय राम मय सब जग जानी करऊं प्रणाम जोरी जुग जानी। जय राम जय राम जय जय राम संकट मोचन प्रभु हनुमान। बोलिए सियावर रामचंद्र भगवान की। तेणु सन्थर अभिमान न थाए, से भगवान को प्रिय होता है। सन्थ संसार पुरुष मान को राम एवं नारी मान को सीतामय देखी थाए। से भगवान को अति प्रिय लगे, बहुत भल पाती सन्थ मान। तेणु ता भितर अभिमान न थाए। प्रभुमय देख ही जगत कही सन कर ही विरोध। जगत को प्रभुमय देखे तेणु से कहा सहित विरोध हुए नहीं। कहीं न जगत सारा से प्रभु को देखे, स्थूल देखे, स्थूल भी देखे, जीवन देखे, निर्जीव देखे। तेणु सबु जगह जो से समस्त पाखरे भगवान को दर्शन करे से विरोध क्या कर? गीतारे अर्जुन को भगवान कृष्ण कहते सन्त केमिति हवा दरकार। विद्या विनयी संपन्ने ब्राह्मण गभिहस्तिनी सुनिशुचि सुपाकशो पंडिता समदर्शन। जे साधु, जे सन्थ, जे पंडित से समस्त को हाथी रे भी देखे प्रभु को दर्शन करे, कुकुर देहरे मध्य प्रभु को दर्शन करे, बिराड़ी देहरे मध्य प्रभु को दर्शन करे, पक्षी देहरे मध्य प्रभु को दर्शन करे, जड़ वस्त्र मध्य प्रभु को दर्शन करे, चेतन मध्य मध्य प्रभु को दर्शन करे, वृक्ष रे प्रभु को दर्शन करे, जल रे प्रभु को दर्शन करे। तेणु सर्वत्र सबुआड़े ब्रह्म अछंती बोली से अनुभव करिथाए। जेते सबु जगह सबुठारे ब्रह्म अछंती बोली से अनुभव करे, तेबे पाप करिवो तो केमिति पाप करिवो? अन्याय करिवो तो केमिति अन्याय करिवो? चोरी करिवो तो केमिति चोरी करिवो? काहेकि ना ता मनरे अछि से प्रभु सारा संसार सबु जगह प्रभु विद्यमान अछंती। जहा मु कहि जहा मु करई, जहा मु चिंतई मने, जगतर कर्ता परमेश्वर जानुछन्ति अनुक्षणे।
ତେଣୁ ସୁନ୍ଦର କଥାଟି ଅଛି ବର୍ଣ୍ଣମଦ ବହିରେ, ଯାହା ମୁଁ କରଇ, ଯାହା ମୁଁ ଚିନ୍ତଇ, ଯାହା ମୁଁ ଭାବଇ ମନେ। ମୁଁ ତ ଯାହା କରୁଛି, ଯାହା ଚିନ୍ତା କରୁଛି, ଯାହା ଭାବୁଛି, ସବୁଥିରେ ତ ପ୍ରଭୁ ଅଛନ୍ତି, ସବୁ ତ ପ୍ରଭୁ ଶ୍ରବଣ କରୁଛନ୍ତି, ପ୍ରଭୁ ତ ସବୁ ଦର୍ଶନ କରୁଛନ୍ତି। ତାହେଲେ ପାପ କରିବି ତ କେମିତି ପାପ କରିବି? ପାପ କଲେ ତ ପ୍ରଭୁ ଅଛନ୍ତି। ଯଦି ମୁଁ ପ୍ରକୃତରେ ପ୍ରଭୁଙ୍କୁ ଭଲ ପାଉଥାଏ, ଯଦି ମୁଁ ପ୍ରକୃତରେ ପ୍ରଭୁଙ୍କର ଭକ୍ତ ହେଇଥାଏ, ଯଦି ମୁଁ ପ୍ରକୃତରେ ସନ୍ଥ ହେଇଥାଏ, ସନ୍ଥ ଯଦି ମୋ ସ୍ୱଭାବ ମୋ ପାଖରେ ଥାଏ, ତେବେ ମୁଁ ପାପ କରିବି ତ କେମିତି କରିବି? ଶ୍ରୀ ଚୈତନ୍ୟଙ୍କ ସମୟରେ ଜଗାଇ ମାଧଇ ନାମକ 2 ଜଣ ପାପୀ ଥିଲେ। ଚୈତନ୍ୟ ମହାପ୍ରଭୁ ସେମାନଙ୍କୁ ଭକ୍ତ କରିଥିଲେ। ତେଣୁ ସାଧୁର ସ୍ୱଭାବ ଇଏ, ସାଧୁର ସ୍ୱଭାବ ସଂସାରକୁ ଉଦ୍ଧାର କରିବା। ତେଣୁ ଅଧିକ ପାପୀ ଆଉ ଅଧିକ ଧନୀ, ଅଧିକ ପଣ୍ଡିତ ଉପରେ ଭଗବାନ କୃପା କରିଥାନ୍ତି। ଯିଏ ଅଧିକ ଧନୀ ହେଇଥାଏ, ଅଧିକ ଧନ ହେଲେ ମଧ୍ୟ ତା ମନରେ ଗର୍ବ ନଥାଏ, ଅହଙ୍କାର ନଥାଏ। ଅଧିକ ପଣ୍ଡିତ ହେଲେ ମଧ୍ୟ ତା ମନରେ ଗର୍ବ ନଥାଏ, ଅହଙ୍କାର ନଥାଏ। ଆଉ ଅଧିକ ପାପୀ ହେଲେ ମଧ୍ୟ ପାପ କରି ସତ ପ୍ରଭୁ ତାକୁ ଉଦ୍ଧାର କରିବା ପାଇଁ ବୈକୁଣ୍ଠପୁରରୁ ପଳେଇ ଆସନ୍ତି ମର୍ତ୍ତ୍ୟ ଧାମକୁ। ରାବଣ ଅତ୍ୟଧିକ ପାପୀ ଥିଲା, କଂସ ପାପୀ ଥିଲା, ହିରଣ୍ୟକଶିପୁ ପାପୀ ଥିଲେ। ଏମାନଙ୍କୁ ଉଦ୍ଧାର କରିବା ପାଇଁ ଭଗବାନ ସ୍ୱୟଂ ଆସନ୍ତି। ତେଣୁ ଚୈତନ୍ୟ ମହାପ୍ରଭୁ କୃପା କରି ଜଗାଇ ମାଧବକୁ ନାମ ମନ୍ତ୍ର ଦେଇଥିଲେ। ଯୋଉ ଜଗାଇ ମାଧବ ପ୍ରବଳ ପାପୀ ଥିଲେ, ଅନ୍ୟାୟ କରୁଥିଲେ, ଅତ୍ୟାଚାର କରୁଥିଲେ, ସେମାନଙ୍କୁ ଗୁରୁ ମନ୍ତ୍ର ଦେଇ ସାଧୁର ସ୍ୱଭାବ ରକ୍ଷା କରି ଏ ମନ୍ତ୍ର ଦେଇ ତାଙ୍କୁ ପାପୀରୁ ମୁକ୍ତ କରିଦେଲେ। ତେଣୁ ସନ୍ଥ ଅଭିମାନ ଦୂର କରି ଭଜନରେ ଲଗାଇ ଦିଅନ୍ତି। ହେଉଛି ସାଧୁର ସ୍ୱଭାବ। ସୁନ୍ଦର କଥାଟି ଆପଣମାନଙ୍କ ଆଗରେ ଉପସ୍ଥାପନ କରୁଛି ଯେ ସାଧୁ ଏମିତି ସାଧୁ ଯେ ସାଧୁଙ୍କ ଉପରେ ଯଦି ଅତ୍ୟାଚାର କରାଯାଏ, ଅନ୍ୟାଚାର କରାଯାଏ, ତେବେ ବି ସେ ସାଧୁର ସ୍ୱଭାବ କେବେ ପରିବର୍ତ୍ତନ କରନ୍ତି ନାହିଁ। ଜଣେ ସେଠ ନଦୀରେ ସ୍ନାନ କରୁଥିଲେ, ଜଣେ ସନ୍ଥ ଆସି ପହଞ୍ଚିଗଲେ। ଆଉ ସେ କହିଲେ, ସେଠଜୀ ରାମ ରାମ। ସେଠଜୀ କିଛି କହିଲେ ନାହିଁ। ବାରମ୍ବାର କହିବାକୁ ସେଠ କହିଲେ, ଆରେ ଏଠାରୁ ଯା। କାରଣ ସେଠ ଭାବିଲେ ଏ ବୋଧେ ମୋତେ କିଛି ମାଗିବା ପାଇଁ ଆସିଛି। ଅଭିମାନ ବଢି ଯାଇଥିବାରୁ ସେଠ ଭଗବାନଙ୍କ ନାମ ମଧ୍ୟ ନେଉନଥିଲେ। ସେ ଯେତେଥର ରାମ ରାମ କହୁଥାନ୍ତି, ଏ ସେତେଥର ରାମ ନାମ ନେବେ ନାହିଁ ଏବଂ ତାକୁ ବିଦା କରିଦେଉଥାନ୍ତି ସେ ସ୍ଥାନରୁ। ଧନୀ, ଗରିବ, ସାଧୁ, ବ୍ରାହ୍ମଣ, ରାଜା, ଚୋର ଡାକୁକୁ ସେଠ ଭୟ କରନ୍ତି। କାହିଁକିନା ଧନ ସମ୍ପତ୍ତି କାଳେ ମାଗି ନେଇଯିବେ, କାଳେ ମୋ ଧନ ସମ୍ପତ୍ତି ଚୋରି ହେଇଯିବ, ସେଇ ଭୟରେ ସିଏ ସେମାନଙ୍କୁ ପାଖରେ ପୁରାନ୍ତି ନାହିଁ। ଆଉ ବେଶୀ ପିଲାପିଲି ହେଲେ ଧନ ଭାଗ ହୋଇଯିବ ଭାବି ସେଥିପାଇଁ ମଧ୍ୟ ଭୟ ଲାଗେ, ବେଶୀ ପିଲାପିଲି ମଧ୍ୟ କରନ୍ତି ନାହିଁ। ସନ୍ଥ ଜଣକ ସେଠ ରୂପ ଧରି ଆଗ ଯାଇ ସେଠ ଘରେ ପହଞ୍ଚିଲେ। ଯେତେବେଳେ ସେଠ ଏ ଉତ୍ତର ଦେଲେ ଯେ ସନ୍ଥକୁ ବିଦା କରିଦେଲେ ନାହିଁ, ରାମ ରାମ ସନ୍ଥ ଯେତେ ଥର କହିଲେ ସେଠ ସେ କଥା ଶୁଣିଲେ ନାହିଁ, କର୍ଣ୍ଣପାତ କଲେ ନାହିଁ। ସେଥିରୁ ବିତାଡ଼ିତ କରିବା ପାଇଁ ଚାହିଁଲେ। ସେଠ ସେଥିରୁ ବିତାଡ଼ିତ କରିଦେଲା ପରେ ସନ୍ଥ ସେଥିରୁ ଗଲା ପରେ ସନ୍ଥର ସ୍ୱଭାବ ପତନରେ ପଡ଼ିଥିବା ଜୀବକୁ ଉଦ୍ଧାର କରିବା। କାହିଁକି ଈଶ୍ୱରଙ୍କ ସ୍ୱଭାବ ଯାହା, ସନ୍ଥର ସ୍ୱଭାବ ସେଇଆ। ଈଶ୍ୱରଙ୍କର ଭକ୍ତ ହେଉଛନ୍ତି ସନ୍ଥ। ଈଶ୍ୱରଙ୍କର ପ୍ରକୃତ ସନ୍ତାନ, ଉପଯୁକ୍ତ ସନ୍ତାନ ହେଉଛନ୍ତି ସନ୍ଥ। ତେଣୁ ଈଶ୍ୱର ଯେପରି ସଂସାରକୁ ରକ୍ଷା କରନ୍ତି, ଈଶ୍ୱର ଯେପରି ସଂସାରକୁ ଉଦ୍ଧାର କରନ୍ତି, ସନ୍ଥଙ୍କ ସ୍ୱଭାବ ଦୁଷ୍ଟମାନଙ୍କୁ ଭଲ ପଥକୁ ଆଣିବା ଏବଂ ପତନ ହେଉଥିବା ବ୍ୟକ୍ତିକୁ ଉଦ୍ଧାର କରିବା। ଆଜି ସେଠ ଯେତେବେଳେ ରାମ ରାମ ନ କହି ତାକୁ ବିତାଡ଼ିତ କରିଦେଇଛନ୍ତି, ମନରେ ଅହଙ୍କାର ଅଛି, ଗର୍ବ ଅଛି, କାଳେ ସନ୍ଥ ଜଣକ କିଛି ମାଗିବେ କି, ମୋ ଧନରୁ କିଛି ପଳେଇ ଯିବ କି, ମୋ ଧନରୁ କିଛି ଉଣା ହେଇଯିବ କି, ଏଇ ଭୟରେ ତାଙ୍କୁ ସେ ବିଦା କରିଦେଲେ। ତଥାପି ସନ୍ଥଙ୍କର ସ୍ୱଭାବ ତାଙ୍କୁ ପରିବର୍ତ୍ତନ କରିବା, ସନ୍ଥ ପରିବର୍ତ୍ତନ କରି ଭଲ ବାଟକୁ ଆଣିବା।
ସନ୍ଥ ଜଣକ କ'ଣ କଲେ ନା ଗୋଟିଏ ସେଠ ରୂପ ଧରି ଆଗ ଯାଇ ସେଠ ଘରେ ପହଞ୍ଚିଗଲେ। ସେ ସେଠ ଏ ସେଠ ରୂପ ଧାରଣ କଲେ। ଚାକର ବାକରକୁ କହିଦେଲେ, ଏକ ନକଲି ସେଠ ବୁଲୁଛି, ସେ ଆସିଯାଇପାରେ, ତାକୁ ଭିତରକୁ ଛାଡ଼ିବ ନାହିଁ। ସେହି ସମୟରେ ପ୍ରକୃତ ସେଠ ସ୍ନାନ କରିବାକୁ ଯାଇଛନ୍ତି। ଏ ସନ୍ଥ ଯେତେବେଳେ ସେଠ ରୂପ ଧାରଣ କରି ଉଆସରେ ପଶିଲେ, ଗୃହରେ ପଶିଲେ, ଚାକର ବାକରକୁ କହିଲେ ଯେ ମୋ ପରି ଜଣେ ନକଲି ସେଠ ବୁଲୁଛି, ସେ ଆସିଯାଇପାରେ, ଖବରଦାର ସଜାଗ ରହିଥାଅ। ପ୍ରକୃତ ସେଠ ଆସିବାରୁ ଦରୱାନ ଭିତରକୁ ଛାଡ଼ିଲେ ନାହିଁ। ସନ୍ଥ ଜଣକ ନକଲି ସେଠ ବେଶ ଧରି ଘର ଭିତରେ ପଶି ଯାଇଛନ୍ତି। କିନ୍ତୁ ପ୍ରକୃତ ସେଠ ଯେତେବେଳେ ଆସିଲେ ଦରୱାନ ତାଙ୍କୁ ବିଦା କରିଦେଲେ ଯେ ନକଲି ସେଠ କହିଛନ୍ତି ଜଣେ ନକଲି ସେଠ ବାହାରିଛନ୍ତି। ସେଠ କହିଲେ, ଆରେ ତମେ କ'ଣ ଭାଙ୍ଗ ଖାଇଛ ନା କ'ଣ? ତୁମକୁ କ'ଣ ନିଶା ଧରିଛି କି? ମୁଁ ଘରର ମାଲିକ, ତୁମେ ଘରର ଚାକର, ତୁମେ ମତେ ପୁଣି ଚାଲିଯାଅ ବୋଲି କହୁଛ, ମତେ ଘରେ ପୁରଉନ। ସେଠ ଭାବିଲେ ଆଜି ଏ କ'ଣ ହେଲା। ଆଉ ପୁଅ ମଧ୍ୟ ସେଇ କଥା କହିଲା। ସେଠ ଏଣେ ତେଣେ ବାହାରେ ବୁଲିଲେ, ରାଜାଙ୍କ ପାଖରେ ଯାଇ ପହଞ୍ଚିଗଲେ। ସେଠ ରାଜାଙ୍କ ପାଖରେ ଗୁହାରି କଲେ। ରାଜା କହିଲେ, ଏ ଲୋଟା ଧୋତି ପିନ୍ଧି କିପରି ଆସିଲ? ସେଠ କହିଲେ, ମୋ ଘରେ ଏକ ବହୁରୂପୀ ବସିଛି, ମତେ ବାହାର କରି ଦେଇଛନ୍ତି। ରାଜା କହିଲେ, ଆପଣ ଘୋଡ଼ା ଗାଡ଼ିରେ ଆସିଥିଲେ, ଆଜି ଆପଣଙ୍କର ଏ ଦଶା। ରାଜା ଦୂତଙ୍କୁ କହିଲେ, ଯାଅ ଦେଖ ସେଠ ଘରେ କିଏ ଅଛନ୍ତି। ଦୂତ ସେଠାରେ ପହଞ୍ଚି ପଚାରିବାରୁ ଘରବାଲା କହିଲେ, ସେଠଜୀ ଭିତରେ ଅଛନ୍ତି। ଆରେ ସେ ସେଠ ରାଜାଙ୍କ ପାଖରେ ଯାଇ ପହଞ୍ଚିଗଲାଣି, ଏ ଘରର ଲୋକମାନେ କହୁଛନ୍ତି, ଚାକର ବାକର ମାନେ କହୁଛନ୍ତି, ପ୍ରକୃତ ସେଠର ପିଲାମାନେ କହୁଛନ୍ତି ଯେ ଆମ ସେଠ ତ ଘରେ ଅଛନ୍ତି। ଯୋଉ ନକଲି ସେଠ ସେ ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ, ଚୋରାରେ ଏ ଗୃହରେ ପ୍ରବେଶ କରିବା ପାଇଁ, ଏ ଧନରତ୍ନର ଅଧିକାରୀ ହେବା ପାଇଁ ଯାଇ ରାଜାଙ୍କ ପାଖରେ ଗୁହାରି କଲାଣି। ରାଜାଙ୍କ ଦୂତ କହିଲା, ମହାରାଜ ସେଠଜୀ ଘରେ ଅଛନ୍ତି। ରାଜା କହିଲେ, ସେଠକୁ କୁହ, ରାଜା ଡାକୁଛନ୍ତି। ପ୍ରକୃତ ସେଠ ଅଛନ୍ତି ରାଜାଙ୍କ ପାଖରେ, ସନ୍ଥ ରୂପୀ ସେଠ ଅଛନ୍ତି ଘରେ। ରାଜାଙ୍କ ଆଦେଶ ହେଲା, ଦୂତମାନେ କହିଲେ ଯେ ସେଠକୁ ଡାକି ଦିଅ। ଆଉ ସେଠଜୀ ଘୋଡ଼ା ଗାଡ଼ିରେ ଆସି ପହଞ୍ଚିଗଲେ। ଯେ ସନ୍ଥ ରୂପୀ ସେଠଜୀ ଘୋଡ଼ା ଗାଡ଼ିରେ ଆସି ରାଜାଙ୍କ ପାଖରେ ପହଞ୍ଚିଲେ। ରାଜାଙ୍କୁ କହିଲେ, ଆପଣ ମତେ ସ୍ମରଣ କଲେ କାହିଁକି? ହେ ଅନ୍ନଦାତା, ମତେ କାହିଁକି ଡକେଇ ପଠିଲେ? କୁହନ୍ତୁ, ମୁଁ ଆପଣଙ୍କର କି ସେବା କରିପାରେ? ରାଜା ଦୁହିଁକି ଦେଖି ଚକର ଖାଇଗଲେ। ଏପରି ସନ୍ଥ ରୂପୀ ନକଲି ସେଠ ଏବଂ ଗୃହରେ ଥିବା ଅସଲି ସେଠ, ଏ ଦୁଇ ଜଣଙ୍କୁ ଦେଖି ରାଜା ହତବାକ ହେଇଗଲେ। ଚିହ୍ନବର୍ଣ୍ଣ ଏକା, ଚାଲିଚଳନ ଏକା, ସ୍ୱଭାବ ଏକା, ଭାବନା ଏକା, ଦେଖିବାକୁ ଏକା। ରାଜା କହିଲେ, ତୁମେ ଦୁହେଁ ଏକାପରି ଦିଶୁଛ, ଅସଲି କିଏ ନକଲି କିଏ ମୁଁ ଜାଣିବି କେମିତି? ସନ୍ଥ ରୂପୀ ସେଠ କହିଲେ, ବିବାହରେ ଘର ତିଆରିରେ ଯାହା ଖର୍ଚ୍ଚ ହୋଇଥିଲା ତାହା କହିଦେଲେ। ଆଉ ସେଠ ଅସଲି ସେଠ କହିପାରିଲେ ନାହିଁ, ତେଣୁ ଦଣ୍ଡ ପାଇଲେ। ପରଦିନ ସେଠ ଧୋତି ଲୋଟା ନେଇଗଲା ବେଳେ ସନ୍ଥ ଥିବାର ସେ ଦେଖିଲେ। ସନ୍ଥ ରାମ ରାମ କହିଲେ। ସେଠର ଆଖି ଖୋଲିଗଲା, ଏହା ସନ୍ଥର ଚମତ୍କାରିତା। ଅର୍ଥାତ୍ ପ୍ରକୃତ ସନ୍ଥ ଯିଏ ତାଙ୍କ ସନ୍ଥ ବେଶ ଧାରଣ କରିଛନ୍ତି, ଆଉ ସେଠ ଯିଏ ସେଠ ବେଶ ଧାରଣ କରିଛନ୍ତି। ଏ ନକଲି ସେଠ ଧାରଣ କରିଥିବା ସନ୍ଥ ପୁଣି ତା ପରିଦିନ ଯାଇ ତାଙ୍କୁ କହିଲେ, ରାମ ରାମ। ତେଣୁ ସେଠର ଆଖି ଖୋଲିଗଲା। ସେଇଠି କହିଲା, ଯେତେ ଅପମାନ କଲେ ମଧ୍ୟ, ଯେତେ ପ୍ରତିବାଦ କଲେ ମଧ୍ୟ ସନ୍ଥର ସ୍ୱଭାବ ବ୍ୟକ୍ତିକୁ ସୁବାଟକୁ ଆଣିବା। ସେଠ ଭଗବାନଙ୍କ ନାମ ନେଇଲେ। ଏଥର ଅଭିମାନ ଆସିଲେ ଧନୀ ଗରିବକୁ ତିରସ୍କାର କରେ,
ଧନର ଅଭିମାନ ବହୁତ ଖରାପ କରେ। ଧନୀ ଲୋକ ଭକ୍ତି କରିପାରେ ନାହିଁ, କାହିଁକିନା ସବୁଦିନେ ସେ ଧନ ଅର୍ଜନ କରିବାରେ, ଧନ ଉପାର୍ଜନ କରିବାରେ, ଧନ ସଞ୍ଚୟ କରିବାରେ ବ୍ୟସ୍ତ ଥାଏ। ଆଉ ସେ ନିଜ କର୍ମ ଉପରେ ବିଶ୍ୱାସ ଥାଏ, ଈଶ୍ୱରଙ୍କ ଉପରେ ବିଶ୍ୱାସ ନଥାଏ। ରାଜା ଅମ୍ବରୀଶ ଧନୀ ହୋଇ ମଧ୍ୟ ଭକ୍ତ ହୋଇଥିଲେ। ବହୁତ ଧନୀ ମଧ୍ୟ ଭଗବାନଙ୍କର ଭକ୍ତ। ଯାହାର ଧନର ଅଭିମାନ ନଥାଏ ସେ ଭଗବାନଙ୍କ ଭକ୍ତ ହୋଇପାରେ। ଧନ ଆସୁ, ଅପର୍ଯ୍ୟାପ୍ତ ଧନ ରୋଜଗାର କର, ଆଉ ସେ ଧନଟା ପ୍ରଭୁ ପ୍ରଦତ୍ତ, ପ୍ରଭୁ ଦାନ କରିଛନ୍ତି ଯଦି ମନ ଭିତରେ ଆସିଯାଏ, ଆଉ ଯାହା କରୁଛ ପ୍ରଭୁଙ୍କର କର୍ମ କରୁଛ ବୋଲି ଯଦି ମନରେ ଆସିଯାଏ, ତେବେ ଅଭିମାନ ଭାଙ୍ଗିଯାଏ। ଧନର ଗର୍ବ ରହେ ନାହିଁ, ଦାମ୍ଭିକତା ରହେ ନାହିଁ, ବାହୁବଳର ବା ଲୋକ ବଳର ଗର୍ବ ରହେ ନାହିଁ। ନାରଦଙ୍କ ପରି ଭକ୍ତଙ୍କ ମଧ୍ୟ ଅଭିମାନ ଆସିଥିଲା। ଜିତା କାମ ଅମିହିତ ମନ ମାହି, କାମ କରିବା ବିଜେତା ବୋଲି ତାଙ୍କର ଅଭିମାନ ଆସି ଯାଇଥିଲା। ଭଗବାନ ଭକ୍ତର ଅଭିମାନ ଦୂର କରିଥିଲେ। ତେଣୁ ଭକ୍ତଙ୍କର ଅଭିମାନକୁ ଭାଙ୍ଗିବା ପାଇଁ ସେଦିନ ନାରଦଙ୍କ ଅଭିମାନକୁ ଭାଙ୍ଗିଥିଲେ। ତାତେ କରହୁ କୃପା ନିଧି ଦୂରୀ, ସେବକ ପର ମମତା ଅତି ଭୂରି। জয় রাম জয় রাম জয় জয় রাম, সংকট মোচন প্রভু হনুমান। बोलिए सियावर रामचंद्र भगवान के। अभिमान रु पतन हो जाए। आसुरी संपत्ति दुर्गुण दुराचार भीतर थाए अभिमान। अभिमान रे आसुरी संपत्तिर निवास हो जाए। धन विद्यार अभिमान आसे, साधु हेले मध्य वेशभूषार अभिमान आसे। मु साधु, अभिमान दूरे रहा उचित। भगवान भक्त को अभिमान कर रक्षा करती, आ साधु माने मध्य अभिमानी लोक को, गर्व दंभी लोक को उद्धार करती। यह साधुर स्वभाव। संत अभिमान दूर करी भजन रे लगाई दियंती। संत साधारण मनुष्य को मध्य भगवान का दिग को दिए। समस्त भगवान का प्रिय होंती बोली से चाहे सर्वे भवन्तु सुखिनः सर्वे सन्तु निरामया। ये साधुर स्वभाव, साधु संतर वाणी। केवल निरे को नुहे, भगवान को प्रिय भक्त हो जाओ, संतर कामना। एपरी संत दर्शन रे बड़ पुण्य हुए, बड़ लाभ हुए, कारण तांका हृदय भगवत बुद्धि थाए और से समस्त को सेवा करने को चाहती। तेणु तांकर स्मरण और दर्शन मात्र के जीव उपरे प्रभाव पड़े, कारण तांका हृदय भागवत भाव और सेवा भाव निरंतर रहता है। तेणु तांकर दर्शन, भाषण, स्पर्श, चिंतन आदि लोकों ऊपर प्रभाव पकई था। द्वारा लोकंकर मध्य कल्याण होता है। भगवान का नाम जप, स्मरण, कीर्तन, उपकार, दान और पुण्य द्वारा दुनियार हित होता है। भगवान का नाम भक्तर त्राता बा विशेष रक्षा करता। से रामायण गोटे पद अच्छी, भगति सुतीय कल करण विभूषण, जगहित हेतु विमल विभूषण। जय राम जय राम जय जय राम, संकट मोचन प्रभु हनुमान। तेणु साधु मिलगले बा संत जदि कहा जीवन में मिल जाती, ता जीवन परिवर्तन हो जाए। जपरी ध्रुव महाराज जिते छोटिया बालक, 5 वर्ष बालक सुरुचि मां प्रत्यार्पण रे, सुनीति मां आशीर्वाद रे वनगमन जाउथिले प्रभु को तपस्या करिबा पाए। तपस्या कौन जानी नथिले, प्रभु चिंतन कौन जानी नथिले,
ଯେତେବେଳେ ତାଙ୍କୁ ସାଧୁ ମିଳିଗଲେ, ଯେ ସନ୍ଥ ମିଳିଗଲେ, ଯେ ସାଧୁ ରୂପୀ ନାରଦ ଯେତେବେଳେ ମିଳିଗଲେ, ସେତେବେଳେ ତାଙ୍କର ଦିବ୍ୟ ଜ୍ଞାନ ଆସିଗଲା। ପ୍ରଭୁକୁ ଚିନ୍ତନ କରିବା, ତପସ୍ୟା କରିବା କ'ଣ ଜାଣିଗଲେ। ଯେତେବେଳେ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀଙ୍କ ଠାରୁ ଶ୍ରୀମଦ୍ ଭାଗବତ ମହାପୁରାଣର ସେଇ ଗୁଢ଼ ରହସ୍ୟକୁ ଶ୍ରବଣ କରୁଛନ୍ତି 7 ଦିନ ମଧ୍ୟରେ ମୁକ୍ତି ପାଇବା ପାଇଁ। ଏ ଲକ୍ଷ ଲକ୍ଷ ସାଧୁ ସନ୍ଥଙ୍କ ମେଳରେ ଯେତେ ବସିଲେ, ସେ ଲକ୍ଷ ଲକ୍ଷ ସାଧୁଙ୍କର ଆଶୀର୍ବାଦ ହିଁ ପରୀକ୍ଷିତ ମହାରାଜଙ୍କୁ ଅମୃତ ପ୍ରଦାନ କରିଥିଲା। ଏ ସାଧୁଙ୍କ ସ୍ୱଭାବ ହଉଛି ଏଇଆ, ସାଧୁ ଯେ ମଳୟ ପବନ କାଷ୍ଟକୁ କରନ୍ତି ଚନ୍ଦନ। ବୋଲିଏ ଭାଗବତ ଭଗବାନ କି। ତେଣୁ ସାଧୁ ଯେ ମଳୟ ପବନ କାଷ୍ଟକୁ କରନ୍ତି ଚନ୍ଦନ। ଜଗତର ନାଥ ଜଗନ୍ନାଥ, କୋଟି କୈବଲ୍ୟ ନାଥ, ଅନନ୍ତ କୋଟି ବ୍ରହ୍ମାଣ୍ଡର ମାଲିକ, ପୁରୁଷୋତ୍ତମ କ୍ଷେତ୍ରର କ୍ଷେତ୍ରାଧୀଶ୍ୱର, ଜଗତକର୍ତ୍ତା ପ୍ରତି 12 ବର୍ଷ ବା 19 ବର୍ଷରେ ଘଟ ପରିବର୍ତ୍ତନ କରନ୍ତି। ଆଉ ଯୋଉ ଦାରୁ ରୂପୀ ଭଗବାନ ଦାରୁରେ ତିଆରି ହୋଇଛନ୍ତି, ଏ 12 ବର୍ଷରେ ଯେତେବେଳେ ନିଜ ଦାରୁକୁ ପରିବର୍ତ୍ତନ କରନ୍ତି, ନିଜ ଦେହକୁ ପରିବର୍ତ୍ତନ କରନ୍ତି, ତାଙ୍କର ଆଜ୍ଞାରେ ମଳୟ ପବନରେ ଲିମ୍ବ ଗଛ ଚନ୍ଦନ ଗଛରେ ପରିଣତ ହୋଇଯାଏ। ଲିମ୍ବ ପିତା, କିନ୍ତୁ ଚନ୍ଦନର ମହମହ ବାସ୍ନାରେ ପରିପୂର୍ଣ୍ଣ ହୋଇଯାଏ ପ୍ରଭୁଙ୍କ କୃପାରେ। ଆଉ ପ୍ରଭୁଙ୍କ କୃପାରେ ମୂର୍ଖ ମଧ୍ୟ ପଣ୍ଡିତ ହୋଇଯାଏ। ପ୍ରଭୁଙ୍କ କୃପାରେ ଗରିବ ମଧ୍ୟ ଧନୀ ହୋଇପାରେ। ତେଣୁ ସାଧୁମାନଙ୍କର ସେଇ ସ୍ୱଭାବ, ସାଧୁ ଯେ ମଳୟ ପବନ କାଷ୍ଟକୁ କରନ୍ତି ଚନ୍ଦନ। ଆମେ ଯଦି କାଷ୍ଟ ରୂପୀ ହେଇଥିବା, ମୂର୍ଖ ହେଇଥିବା, ଆଉ ପାପୀ ହେଇଥିବା, ଆମ ପରି ଶୁଷ୍କ କାଷ୍ଟରେ ଯେପରି ବୃକ୍ଷ ହୋଇନପାରେ, ଶୁଷ୍କ କାଠରେ ଯେପରି ଅଙ୍କୁରୋଦମ ହେଇନପାରେ, ସେହିପରି ଭାବରେ ଆମେ ଯେତେବେଳେ ଶୁଷ୍କ କାଷ୍ଟ ରୂପୀ ହେଇଥିବା, ଆମ ଭିତରେ କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ ଥିବ, ଆମେ ସବୁଦିନେ ପାପ କର୍ମ କରୁଥିବା, ପୁଣ୍ୟ କ'ଣ ଜାଣିନଥିବା, ପୁଣ୍ୟ କରିବାକୁ ଇଚ୍ଛା ନଥିବା, ସତ କହିବାକୁ ଇଚ୍ଛା ନଥିବା, ସବୁଦିନେ ସବୁ ସମୟରେ ଆମକୁ ପାପ ହିଁ କରୁଥିବା, ଆମେ କାଷ୍ଟ ରୂପୀ ଥିବା। ଏ ପାପ ରୂପୀ କାଷ୍ଟକୁ ପରିବର୍ତ୍ତନ କରିପାରନ୍ତି ସାଧୁ ସନ୍ଥ। ଏ ଈଶ୍ୱରଙ୍କ ପ୍ରେରିତ ଦୂତ ଭାବରେ ଆସି ଉଦ୍ଧାର କରନ୍ତି ସେ ସଂସାର ମଧ୍ୟରେ ବୁଡ଼ି ରହିଥିବା ସଂସାରୀକୁ। ତେଣୁ ସଂସାରୀକୁ ରକ୍ଷା କରିବାର ଦାୟିତ୍ୱ ଥାଏ ସାଧୁମାନଙ୍କର। ତେଣୁ ଯାହା ଉପରେ ପ୍ରଭୁଙ୍କର କୃପା ଥାଏ, ତାକୁ ପ୍ରଭୁ ରୂପୀ ଆଜ୍ଞାରେ ଦେବଦୂତ ସାଜି ସାଧୁମାନେ ତାକୁ ଉଦ୍ଧାର କରିଥାନ୍ତି। ତେଣୁ ସାଧୁମାନେ ଭାବନ୍ତି ଜୀବର କଲ୍ୟାଣ ହଉ, ସୁଗତି ହଉ, ମୁକ୍ତି ହଉ, ରାମ ନାମ ଜପରୁ ମୁକ୍ତି ମିଳେ। ଅମୃତ ପରି ସାଧୁକର ତୃଷ୍ଟି ପର ଏ ରାମ ନାମ। ଭୋଜନରୁ ରସ ମିଳେ, ସେଠୁ ତୃପ୍ତି ଓ ସନ୍ତୋଷ ଆସେ। ଏହି ରାମ ନାମ ସୁଗତି ଓ ସୁଧାର ସ୍ୱାଦ ତୋଷ ପ୍ରଦାନ କରିଥାଏ। ତେଣୁ ପ୍ରଭୁ ଯାହା ଚାହାନ୍ତି ତାହା ହିଁ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି। ବୁଦ୍ଧି ସାହାଯ୍ୟରେ ବ୍ୟକ୍ତି ଆତ୍ମାର ସ୍ୱରୂପକୁ କଥାଟି ବୁଝିବା ଉଚିତ ଏବଂ ତତ୍ପରେ ମନକୁ ସର୍ବଦା କୃଷ୍ଣ ଚେତନାରେ ନିଯୁକ୍ତି ରଖିବା ଉଚିତ। ଏହା ସାଧୁର ସ୍ୱଭାବ। ସାଧୁ ବୁଝେଇ ଦିଅନ୍ତି ସଂସାରିକକୁ ଯେପର୍ଯ୍ୟନ୍ତ ତୁମେ ରାମ ଆଉ କୃଷ୍ଣକୁ ନ ଜପିଛ, ଯେପର୍ଯ୍ୟନ୍ତ ତୁମେ ରାମ ଆଉ କୃଷ୍ଣକୁ ନ ଜାଣିଛ, ଯେପର୍ଯ୍ୟନ୍ତ ତୁମେ ରାମ କୃଷ୍ଣ ନ କହିଛ, ସେ ପର୍ଯ୍ୟନ୍ତ ତୁମେ ସାଧୁ ମୂର୍ଖରୁ ପରିଣତ ହେଇପାରିବନି କି ପାପରୁ ମୁକ୍ତି ହେଇପାରିବନି। ସେଦିନ ରାମାୟଣର ରଚୟିତା ବାଲ୍ମୀକି ପୂର୍ବ ଜନ୍ମରେ ରତ୍ନାକର ହିସାବରେ ଯୋଉ ପାପ କର୍ମ କରୁଥିଲେ, ଚୋରି କରୁଥିଲେ, ତସ୍କର କରୁଥିଲେ, ମଣିଷ ମାରିକି ପରିବାର ପ୍ରତିପୋଷଣ କରିବା ପାଇଁ ଯୋଉ ପାପ ଅର୍ଜନ କରୁଥିଲେ, ଏ ପାପରୁ ଉଦ୍ଧାର କରିବା ପାଇଁ ବ୍ରହ୍ମା ଓ ନାରଦ ନିଜେ ସନ୍ଥ ରୂପ ଧାରଣ କରି
ତାଙ୍କୁ ବାଲ୍ମୀକିରେ ପରିଣତ କରିଦେଇଥିଲେ। ରତ୍ନାକରରୁ ରତ୍ନଗର୍ଭା ପରିଣତ କରିଦେଇଥିଲେ। ରତ୍ନାକରକୁ ବାଲ୍ମୀକିରେ ପରିଣତ କରିଥିଲେ। ଯେଉଁ ରତ୍ନାକର ମଣିଷ ମାରୁଥିଲା, ଯେଉଁ ରତ୍ନାକର ଚୋରି କରୁଥିଲେ, ଯେଉଁ ରତ୍ନାକର ତସ୍କର କରୁଥିଲେ, ଯେଉଁ ରତ୍ନାକର ଲୁଣ୍ଠନ କରୁଥିଲେ, ସେ ଆଜି ଦେବାତ୍ମା ହେଇକି ସାଧୁ ସ୍ୱଭାବ କି ଶ୍ରେଷ୍ଠ ସାଧୁରେ ପରିଣତ ହେଇଗଲେ। କାହିଁକି ନା ସାଧୁର ସ୍ୱଭାବ ସଂସାରୀକୁ ଉଦ୍ଧାର କରିବା, ଆଉ ସଂସାରୀକୁ ଉଦ୍ଧାର କରି ସାଧୁରେ ପରିଣତ କରିବା। ସାଧୁ ସେହି ମଳୟ ପବନ ଭାବରେ ପ୍ରବାହିତ ହୋଇ ସଂସାରୀରେ ପତିତ ହୋଇଥିବା ଜୀବକୁ ଉଦ୍ଧାର କରିବେ ସେମାନେ ସାଧୁ। ସାଧୁ ଯେ ମଳୟ ପବନ କାଷ୍ଟକୁ କରନ୍ତି ଚନ୍ଦନ, ସେ ଚନ୍ଦନ ହେଇଗଲା ପରେ ପ୍ରଭୁଙ୍କର ଶ୍ରୀମୁଖରେ ପ୍ରଭୁଙ୍କର ଶ୍ରୀପୟରେ ଲାଗିଥାଏ ସେଇ ଚନ୍ଦନ। ଯେତେବେଳେ ସଂସାର ଭିତରେ ରହି ଦୁଷ୍ଟାଚାରୀ ହୋଇ ଦୁଷ୍ଟ ଭାବରେ, ରାକ୍ଷସ ଭାବରେ, ପାପ ଭାବରେ, ବୁଦ୍ଧିହୀନ ଭାବରେ ସଂସାରକୁ ପରିଚାଳନା କରୁଥିବ, ଆଉ ସାଧୁର ସ୍ୱଭାବ ଯେତେବେଳେ ଆସେ ତାଙ୍କ ଦେହରେ, ସାଧୁରେ ଉଦ୍ଧାର କରିବା ପାଇଁ ଆସନ୍ତି, ପ୍ରଭୁଙ୍କର କୃପା ଯେତେବେଳେ ତାପରେ ପଶିଯାଏ, ସାଧୁ ରୂପୀ ଧାରଣ କରି ଏ ଜୀବକୁ ଉଦ୍ଧାର କରି ସେ ପ୍ରଭୁଙ୍କ ଚରଣାରବିନ୍ଦରେ ଲଗେଇ ଦେବାର କାର୍ଯ୍ୟ ହେଉଛି ସାଧୁଙ୍କର। ତେଣୁ ସାଧୁ ଯେ ମଳୟ ପବନ କାଷ୍ଟକୁ କରନ୍ତି ଚନ୍ଦନ। बोलिए सियावर रामचंद्र भगवान की। सज्जन मंडली, जदि ये कथा आपको भल लगुए निश्चिंत भाव में आपण मैंने लाइक शेयर और सब्सक्राइब करने को भूलिए नहीं। तेज आसतु आज बाणी को गोटे विश्राम देवा, पुणी आसंता आउ गोटे क्लिप्रे मुझे आउरी किसी नूतन तथ्य देवाई आशा रखी। आसतु आज बाणी को विश्राम देवा। सर्वे भो लंतु हरि 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 करिबे भवु पारी। बोलिए भागवत भगवान की। सर्वे भवन्तु सुखिनः, सर्वे सन्तु निरामया, सर्वे भद्राणि पश्यन्तु, मा कश्चित् भोग भवेत्। ओम शान्तिः, ओम शान्तिः, ओम शान्तिः।